ହାପିନେସ୍ ବା ଖୁସି ଏଇ ଜିନିଷଟା ବହୁତ ଛୋଟ ୱାର୍ଡ, କିନ୍ତୁ ମଣିଷର ଜୀବନ ବା ସମ୍ପୂର୍ଣ୍ଣ ଜୀବନଟା ଏଇ ୱାର୍ଡ ଚାରିପଟେ ହିଁ ବୁଲିଛି। ଆପଣମାନେ ସବୁବେଳେ ଶୁଣିଥିବେ ଗୋଟେ ପିଲା ଯେତେବେଳେ ଛୋଟ ଛୁଆଟେ ଜନ୍ମ ହୁଏ ତାକୁ କ'ଣ କୁହାଯାଏ, ବାବୁ ତୁ ବଡ଼ ହେଇଯା, ତୁ ଖୁସିରେ ରହିବୁ, ସବୁ ଜିନିଷ ଏକୁଟିଆ କରିପାରିବୁ, ମାନେ ପ୍ରକୃତିରେ ଯେଉଁ ଖୁସିରେ ରହିବୁ। ଛୋଟରୁ ତୁ କାନ୍ଦୁଛୁ, ବଡ଼ ହେଇଗଲେ ତୁ ଖୁସିରେ ରହିବୁ। ପିଲା ଯେତେବେଳେ ବଡ଼ ହେଇଯାଏ ତାକୁ କୁହାଯାଏ ତୁ ପୁଅ ପାଠ ପଢ଼ିଦେ, ପାଠ ପଢ଼ା ସରିଲେ ତୁ ଖୁସିରେ ରହିବୁ। ପିଲା ପାଠ ପଢ଼େ, କିନ୍ତୁ ଦେଖିଲେ ପାଠ ପଢ଼ି ସାରିଲା ପରେ ପୁଣି ଦେଖେ ନା ମୋ ଜୀବନରେ ପୁଣି ଖୁସି ଆସୁନି, ପୁଣି ତ ଯେତିକି ଛୋଟବେଳେ ମୁଁ ଟେନସନ୍ ଥିଲି ଏବେ ଆହୁରି ଟେନସନ୍ ବଢ଼ିଯାଇଛି। ତାକୁ କୁହାଯାଏ ନା କ'ଣ ତୁ ଜବ୍ କରିଦେ, ପାଖକୁ ପଇସା ଆସିବ, ପଇସା ଆସିଲା ପରେ ତୁ ପୁରା ଖୁସିରେ ରହିପାରିବୁ। କିନ୍ତୁ ଜବ୍ କରେ ନା ମୁଣ୍ଡରେ ଆହୁରି ଟେନସନ୍ ଆସିଯାଏ, ସେ ଯେତିକି ଖୁସିରେ ଥିଲା ନା ତ ଖୁସିରେ ହାପିନେସ୍ଟା ଆହୁରି କମିଯାଏ। ତାପରେ ଶେଷରେ କ'ଣ କୁହାଯାଏ ନା ତୋର ବାହାଘର କରିଦେବା ବା ତୁ ମ୍ୟାରେଜ୍ କରିଯା, ମ୍ୟାରେଜ୍ କରିସାରିଲା ପରେ ପ୍ରକୃତରେ ଖୁସିରେ ରହିବୁ। କିନ୍ତୁ ସେତେବେଳେ ମ୍ୟାରେଜ୍ କରିଯାଏ ନା ମାନେ ସେ ଯେତିକିରେ ଥାଏ ନା ହାପିନେସ୍ଟା ଆହୁରି ମାନେ 0.01% ହେଇଯାଏ। ମଣିଷ ଜୀବନଟା ତାକୁ ଧୀରେ ଧୀରେ ଆଗକୁ ବଢ଼ୁଛି, ସେ ଖୁସି ଆଶାରେ ଆଗକୁ ବଢ଼ୁଛି, କିନ୍ତୁ ତା ଜୀବନଟାରୁ ଖୁସି ସେଠି କମି ଆସୁଛି। ଏଇ ଜିନିଷଟା କାହିଁକି ହେଉଛି? ହାପିନେସ୍ ପାଇବାର ପ୍ରକୃତ ଫର୍ମୁଲାଟା କ'ଣ? ଭଗବାନ ତ ଆମକୁ ପୃଥିବୀକୁ ପଠେଇଛନ୍ତି, ସେ କ'ଣ ଲୋକଙ୍କୁ ଦୁଃଖ ରହିବା ପାଇଁ ପଠେଇଛନ୍ତି? କେବେ ବି ନୁହଁ, ସେ ଆମକୁ ଖୁସି ରହିବା ପାଇଁ ପଠେଇଛନ୍ତି। କିନ୍ତୁ ଆମେ ଏମିତି କ'ଣ ଭୁଲ କରୁଛେ ଯେଉଁ ଭୁଲଟା ଫଳରେ କି ଆମେ ହାପିନେସ୍ ପଛରେ ଗୋଡ଼େଇ ଶେଷରେ ମଶାଣି ପର୍ଯ୍ୟନ୍ତ ଯାଉଛେ, କିନ୍ତୁ ଆମକୁ ହାପିନେସ୍ ମିଳୁନି। ଆଉ ଏଇ ହାପିନେସ୍ ଯଦି ବି କେଉଁ ଲୋକ ଭାବୁଛି କିଛି ସମୟ ପାଇଁ ଟେମ୍ପରାରୀ ହାପିନେସ୍ ରହୁଛି, ମାନେ କେତେବେଳେ କିଛି ପଇସା ହେଇଗଲା କି ଲାଇଫ୍ରେ କିଛି ସକ୍ସେସ୍ ଆସିଗଲା, ଟେମ୍ପରାରୀ ହାପିନେସ୍ ଆସିଯାଉଛି, ପୁଣି କ'ଣ ଗୋଟେ ଅସୁବିଧା ପଡ଼ିଲେ ପୁଣି କ'ଣ ତା ମନରୁ ହାପିନେସ୍ ଚାଲିଯାଉଛି। ଆଉ ପରମାନେଣ୍ଟ ହାପିନେସ୍ କେମିତି ମିଳିବ? ଏଇ ଜିନିଷଟା ଆମେ ଭିଡ଼ିଓ ମଝିରେ ଜାଣିବା, କିନ୍ତୁ ପ୍ରଥମେ ଆମେ ଜାଣିବା ଯେ ହାପିନେସ୍ କାହିଁକି ମଣିଷକୁ ଦରକାର, ଗୋଟେ ମଣିଷର ହାପିନେସ୍ ମାନେ କାହିଁକି ଦରକାର, ହାପିନେସ୍ ଫଳରେ ସେ କ'ଣ କରିପାରିବ। ନମସ୍କାର, ଜୟ ଜଗନ୍ନାଥ, ମୁଁ ସରୋଜ ଆପଣଙ୍କୁ ସ୍ୱାଗତ କରୁଛି ସଲାମ ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲକୁ, ଯେଉଁଥିରେ କି ଆପଣମାନେ ଜାଣିପାରିବେ ଗୋଟେ କମନ୍ ମ୍ୟାନ୍ର ପ୍ରୋବ୍ଲେମ୍ କ'ଣ, ତ ଲାଇଫ୍ର ପ୍ରୋବ୍ଲେମ୍ କ'ଣ, ତାର ଭ୍ୟୁ କ'ଣ, ସମାଜର ସୋସିଆଲ ପଲିଟିକାଲ ଇସ୍ୟୁ ଅଛି, ଆମର ଲାଇଫ୍ର ଯେଉଁ ଇସ୍ୟୁ ଗୁଡ଼ାକ ଅଛି ସେଇ ବିଷୟରେ ମୁଁ ଆପଣଙ୍କୁ ଗୋଟି ସବୁ ଜିନିଷ ଜଣେଇବି। ଚାଲନ୍ତୁ ଡେନୋଭରି ଭିଡ଼ିଓଟି ଆପଣ ଆରମ୍ଭ କରିବା। ଆପଣ ଯଦି ଏପର୍ଯ୍ୟନ୍ତ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ପ୍ଲିଜ୍ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ ଆୱାର ଚ୍ୟାନେଲ। ଚାଲନ୍ତୁ ଡେନୋଭରି ଆରମ୍ଭ କରିବା। ପ୍ରତ୍ୟେକ ହ୍ୟୁମାନ୍ ବିଂ, ପ୍ରତ୍ୟେକ ଦୁନିଆ ଯେତେ ବି ବସେ ସମସ୍ତେ କ'ଣ ଚାହାନ୍ତି ନା କମ୍ଫର୍ଟ ଚାହାନ୍ତି, ସମସ୍ତେ ଚାହାନ୍ତି ରିଲାକ୍ସ ମାଇଣ୍ଡ ଚାହାନ୍ତି। ଆଉ ଏଇ ଜିନିଷଟା କ'ଣ ନା ଆମର ନ୍ୟାଚୁରାଲି ବାୟୋଲୋଜିକାଲି ଆମର ସେଇଟା ଫିଟ୍ ହେଇଛି ଯେ ପ୍ରତ୍ୟେକ ଲୋକ ଚାହାନ୍ତି ନା ସେ ଯେଉଁ ଜିନିଷ ଚାହୁଁଛି ତା ମାଇଣ୍ଡରେ ସେ ଜିନିଷ ସେ ପାଉ, ଯାହାଫଳରେ ତା ମୁଣ୍ଡରେ କ'ଣ ନା ହାପିନେସ୍ଟା ଆସିପାରିବ। କିନ୍ତୁ ଆମେ ଜାଣିଛେ ଆମେ ଯେଉଁ ଜିନିଷ ଚାହିଁବା ସବୁବେଳେ ସେ ଜିନିଷ ମିଳିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ଆଉ ଯଦି ସେ ଜିନିଷ ନ ମିଳିଲା ତାହେଲେ ଆମେ ଦୁଃଖରେ ରହିବା। ତ ଆମେ ପ୍ରକୃତରେ ପରମାନେଣ୍ଟ ହାପିନେସ୍ କିପରି ଜାଣିବା, ଆମେ କିପରି ପ୍ରକୃତରେ ମାନେ ଯେଉଁ ପୁରା ଟେମ୍ପରାରୀ ହାପିନେସ୍କୁ ଛାଡ଼ିକି ଆମେ ଯେଉଁଟାକି ମାନେ ଲଙ୍ଗ୍ ଲାଷ୍ଟିଂ ପରମାନେଣ୍ଟ ହାପିନେସ୍ ସେଇଟା କିପରି ଭାବରେ ପାଇପାରିବା। ଆପଣ ଥରେ ଜାଣିଥିବେ, ଆପଣ ଗୋଟେ ଛୋଟ ଚକୋଲେଟ୍ ଖାଉଛନ୍ତି, ଆପଣଙ୍କ ମୁଣ୍ଡରେ ମାନେ ଗୋଟେ ହାପି ହର୍ମୋନ୍ ରିଲିଜ୍ ହେଉଛି, ଆଉ ହାପି ହର୍ମୋନ୍ ରିଲିଜ୍ ହେଲା ପରେ ଆପଣ କ'ଣ ଟେମ୍ପରାରୀ ଗୋଟେ ରିଲାକ୍ସ ଫିଲ୍ କରୁଛନ୍ତି ଆଉ ହାପି ଫିଲ୍ କରୁଛନ୍ତି। କିନ୍ତୁ ଏଇ ଜିନିଷଟା କେତେ ସମୟ, ଯେତେବେଳେ ଚକୋଲେଟ୍ଟା ସରିଯିବ ଆପଣଙ୍କ ମୁଣ୍ଡରେ ସେ ହାପିନେସ୍ଟା ପଳାଇଯିବ। କିନ୍ତୁ ଆମକୁ ଯେଉଁ ପରମାନେଣ୍ଟ ହାପିନେସ୍ ପାଇବାକୁ ହେଲେ ଆମ ଲାଇଫ୍ରେ କିଛିଟା ପରିବର୍ତ୍ତନ କରିବାକୁ ପଡ଼ିବ। ଆଉ ସେଇ ପରିବର୍ତ୍ତନ ଗୁଡ଼ା କ'ଣ ମୁଁ ଆପଣଙ୍କୁ 3ଟା ଷ୍ଟେପ୍ରେ ଜଣେଇବି। ଆଉ ଏଇ 3ଟା ଷ୍ଟେପ୍ କରନ୍ତୁ, ଆପଣ ଜାଣିପାରିବେ ଆପଣଙ୍କ ଜୀବନରେ କେତେ ପରିବର୍ତ୍ତନ ହେଉଛି, ଆପଣ ନିଜେ ମେହସୁସ କରିପାରିବେ ଆପଣଙ୍କ ଜୀବନରେ କ'ଣ ମାନେ ପରିବର୍ତ୍ତନ ଅଛି, ଆଉ ଆପଣଙ୍କ ଯେଉଁ ହାପିନେସ୍ ଅଛି ନା ସେଇ ଡିରେକ୍ସନ୍ ଆପଣ କେତେ ବାଟ ଯାଇପାରୁଛନ୍ତି। ଚାଲନ୍ତୁ ପ୍ରଥମେ ଆପଣଙ୍କୁ ଷ୍ଟେପ୍ ନମ୍ବର 1ଟି କହୁଛି। ଆଉ ଷ୍ଟେପ୍ ନମ୍ବର 1ଟି ହେଉଛି ଏମିତି, ଏଇ ଜିନିଷଟା ଆପଣ ଯଦି ଫଲୋ କରିବେ ନା ଆପଣଙ୍କ ଲାଇଫ୍ର ମାନେ 90% ପ୍ରୋବ୍ଲେମ୍ ନା ସଲ୍ଭ ହେଇଯିବ। ଆଉ ସେଇ ଜିନିଷଟା ଆପଣ ବହୁତ ଭଲ ଜାଣିଛନ୍ତି, କିନ୍ତୁ ଆପଣମାନେ କ'ଣ ନା ସେଇ ସବୁ ନଜର ଅନ୍ଦାଜ କରୁଛନ୍ତି। ଆପଣ ଗୋଟେ ୱାର୍ଡ଼ ସବୁବେଳେ ଶୁଣିଥିବେ, କିଛି ନା କିଛି କାମ କରିବା ପୂର୍ବରୁ ଆପଣ ସମସ୍ତେ ଭାବନ୍ତି ଲୋକେ କ'ଣ ଭାବିବେ, ମୁଁ ଏଇ କାମଟା କରୁଛି ଲୋକେ କ'ଣ ଭାବିବେ, ମୁଁ ଏଇଭଳି ଡ୍ରେସ୍ଟା ପିନ୍ଧିଲି ଲୋକେ କ'ଣ ଭାବିବେ, ଯଦି ଏଇ ଜାଗାକୁ ଗଲି ଲୋକେ କ'ଣ ଭାବିବେ, ମୁଁ ଯଦି ଏଇ କାମଟା ନ କରିବି ଲୋକେ କ'ଣ ଭାବିବେ, ମୋ ପିଲା ଯଦି ପାଠ ନ ପଢ଼ିବ ଲୋକେ କ'ଣ ଭାବିବେ, ମୁଁ ଯଦି ସେଇ ଜିନିଷଟା କରିଦେବି ସେଇ ଜିନିଷଟା ଆଣିକି ଖାଲି ଲୋକ କ'ଣ ଭାବିବେ। ଆପଣ ସବୁବେଳେ କୌଣସି କାମ କରିବା ପୂର୍ବରୁ ଭାବନ୍ତି ଲୋକ କ'ଣ ଭାବିବେ। ଆଉ ଏଇ ଜିନିଷଟା ହିଁ ଆପଣ ହାପିନେସ୍ର ପ୍ରମୁଖ କାରଣ। ଆପଣ ଚାହୁଁଛନ୍ତି ନା ଲୋକ ଯଦି ଆପଣଙ୍କୁ ଭଲ କହିଲେ ଆପଣ ଖୁସି ଅନୁଭବ କରିବେ, ଆଉ ଲୋକ ଯଦି ଖରାପ କହିଲେ ଆପଣ ଦୁଃଖ ଅନୁଭବ କରିବେ। ଆପଣ ଏଇଟା ଜାଣି ରଖନ୍ତୁ, ଦୁନିଆରେ ଆପଣ ଯେତେ ଭଲ କାମ କରନ୍ତୁ କେହି ନା କେହି ଜଣେ ଲୋକ ଆପଣଙ୍କୁ ଖରାପ କहे। ମହାତ୍ମା ଗାନ୍ଧୀ ଯିଏ ଆମ ଦେଶ ସ୍ୱାଧୀନତା ପାଇଁ ଏତେ ମାନେ ବଳିଦାନ ଦେଇଥିଲେ, ତାଙ୍କୁ ବି ଲୋକ ଅଛନ୍ତି କହନ୍ତି ଖରାପ। ତେଣୁ ଆପଣ ଲୋକଙ୍କ କଥା ଯଦି ଶୁଣିବେ ନା ଜୀବନରେ 100% ଗ୍ୟାରେଣ୍ଟି ଆପଣ କେବେ ବି ଖୁସିରେ ରହିପାରିବେନି। ଆଉ ଏଇ ଜିନିଷଟାକୁ ଆପଣ ହ୍ୟାଣ୍ଡେଲ୍ କରିଦେବେ ନା ଲୋକେ ଯାହା କହୁଛନ୍ତି କୁହନ୍ତୁ, ଆପଣଙ୍କୁ ଭଗବାନ ପୃଥିବୀକୁ ପଠେଇଛନ୍ତି, ଆପଣ ଏଇଠି ଯାହା କରିବେ ମାନେ ଭୁଲ କରିବେ ଠିକ୍ କରିବେ ସେଇଟା ଜବାବ ଦେଇ ଆପଣ ଭଗବାନଙ୍କ ପାଖରେ, ଲୋକଙ୍କ ପାଖରେ ନୁହଁ। ତେଣୁ ଆପଣ ଲୋକ ଯିଏ ଯାହା କହୁଛି କୁହନ୍ତୁ, ଆପଣ ଯଦି ଭାବୁଛନ୍ତି ଲୋକେ କ'ଣ ପାଇବେ, ଆପଣ ଲୋକଙ୍କ ଅନୁସାରେ ଯିବେ, ଆପଣ ଜୀବନରେ କେବେ ବି ଖୁସି ରହିପାରିବେନି। ତେଣୁ ପ୍ରଥମ ସଲ୍ୟୁସନ୍ ହେଉଛି ଆପଣ ମୁଣ୍ଡରୁ ଏଇ ଜିନିଷଟା ହଟେଇ ଦିଅନ୍ତୁ, ଲୋକେ କ'ଣ କହିବେ।
ଆପଣ 90% ପ୍ରୋବ୍ଲେମ୍ ଏଇଥିରେ ହିଁ ସଲ୍ଭ ହେଇଗଲା। ଷ୍ଟେପ୍ ନମ୍ବର 2, ଆପଣ ଯାହା ବି କରୁଛନ୍ତି ନା ସେଇ ଜିନିଷରେ ଆପଣ 100% ଦିଅନ୍ତୁ। ଆପଣ କୌଣସି କାମ କରୁଛନ୍ତି ସେ ଜିନିଷରେ ପୁରା ବୁଡ଼ି ଯାଆନ୍ତୁ, ପୁରା 100% ଦିଅନ୍ତୁ। ଆପଣଙ୍କୁ ଫଳ କ'ଣ ମିଳିବ ସେ କଥା ଭାବନ୍ତୁନି। ଆପଣଙ୍କ ହାତରେ କେବଳ କର୍ମଟା ଅଛି, ଆପଣ ସେଇଟା 100% ଦିଅନ୍ତୁ। ବାକି ଯାହା ବି ଆପଣଙ୍କ ଯଦି ଭାଗ୍ୟରେ ସେଇ ଜିନିଷର ଫଳଟା ଥିବ ଭଗବାନ ଆପଣଙ୍କୁ ନିଶ୍ଚିତ ଭାବେ ଦେବେ। ଯଦି ସେଇ ଫଳଟା ଆପଣଙ୍କ ଭାଗ୍ୟରେ ନଥିବ, ଆପଣ ତାର ହକଦାର ନଥିବେ, ଭଗବାନ ସେଇଟା ଦେବେନି। କିନ୍ତୁ ତା ବୋଲିକା ନୁହେଁ ଯେ ଆପଣ କର୍ମ ଛାଡ଼ିଦେବେ। ଆପଣ ଯଦି ଥରେ ଫେଲୁଅର ହେଇଗଲା ବାରମ୍ବାର ଜିନିଷକୁ ଚେଷ୍ଟା କରିବେ। ତେଣୁ ଆପଣଙ୍କ ହାତରେ କେବଳ କର୍ମ ଅଛନ୍ତି, ତାକୁ ଆପଣ 100% ଦିଅନ୍ତୁ, ବାକି ସବୁ ଭଗବାନଙ୍କ ହାତରେ ଛାଡ଼ି ଦିଅନ୍ତୁ। ଆଉ 3 ନମ୍ବର ଷ୍ଟେପ୍ଟା, ଭଗବାନଙ୍କୁ କମ୍ପ୍ଲିଟ୍ ସମର୍ପଣ କରିଦିଅନ୍ତୁ। ଆପଣ ଯଦି ଭାବୁଛନ୍ତି ଆପଣ ସବୁ କରୁଛନ୍ତି ନା, ତାହେଲେ ଏଇଟା ସମ୍ପୂର୍ଣ୍ଣ ଭାବରେ ଭୁଲ ଭାବୁଛନ୍ତି। ଆପଣ ଭାବନ୍ତୁ ଆପଣ ଏଇ ପୂର୍ବବର୍ଷ କେତେଟା ଜିନିଷ ଭାବିଥିଲେ କରିବେ ବୋଲି, ସେଥିରୁ କେତେଟା ଆଚିଭ୍ କରୁଛନ୍ତି, କେତେଟା ଆଚିଭ୍ କରୁନାହାନ୍ତି। ଯଦି ଆପଣଙ୍କ ହାତରେ ସବୁ ଜିନିଷ ଥାନ୍ତା ଆପଣ ସବୁ ଜିନିଷ ଆଚିଭ୍ କରିଥାନ୍ତେ, କାହିଁକି କରିପାରିଲେନି? ତେଣୁ ଆପଣଙ୍କ ହାତରେ କର୍ମଟା ଅଛି, ଫଳଟା ତାଙ୍କ ହାତରେ ଅଛି। ତେଣୁ ଆପଣ କମ୍ପ୍ଲିଟଲି ଭଗବାନଙ୍କୁ ସମର୍ପଣ କରିଦିଅନ୍ତୁ। ତୋ ହାତରେ ସବୁ କିଛି ଅଛି, ମୁଁ ଯାହା ବି କରୁଛି ଠିକ୍ କରୁଛି ଭୁଲ କରୁଛି ସବୁ ତୁ ଦେଖିବୁ, ତୁ ସବୁ ହିସାବ କରିବୁ। ଆପଣଙ୍କ ଜୀବନରେ ନା ଦେଖନ୍ତୁ ଏଇ ଜିନିଷଟା କରନ୍ତୁ, ଆପଣ ଗୋଟେ ମାସ ଟ୍ରାଏ କରନ୍ତୁ, ଦେଖନ୍ତୁ ଆପଣଙ୍କ ଲାଇଫରେ କେତେ ବଡ଼ ପରିବର୍ତ୍ତନ ହେଉଛି। ଆପଣଙ୍କ ଲାଇଫରେ ଯେଉଁ ଅନନେସେସାରୀ ଯେଉଁ ଟେନସନ୍ ଥିଲା, ଯେଉଁ ଭାବୁଥିଲେ କିଏ କ'ଣ କହିବେ, କିଏ କ'ଣ କହିବ, ଏଇ ଜିନିଷ କମ୍ପ୍ଲିଟଲି ଆପଣଙ୍କ ମୁଣ୍ଡରେ ହଟିଯିବ। ଆପଣ ନା କ'ଣ ନା ଯେଉଁ ପରମାନେଣ୍ଟ ହାପିନେସ୍ ନା ଏଇ ଜିନିଷଟାକୁ ଆଚିଭ୍ କରିପାରିବେ। ଆପଣ ଯଦି ଏହିପରି ଭାବରେ ଇନଫର୍ମେଟିଭ୍ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଦେଖନ୍ତୁ, ଆଉ ବେଲ୍ ଆଇକନ୍କୁ ଦବାଇକି ନୋଟିଫିକେସନ୍ ଅନ୍ କରିଦିଅନ୍ତୁ, ଯାହାଫଳରେ ଯେଉଁ ନୂଆ ଭିଡ଼ିଓ ଆପଣଙ୍କୁ ଅପଲୋଡ଼ କରିବି ସେସବୁ ଆପଣଙ୍କ ପାଖରେ ଡାଇରେକ୍ଟ ପହଞ୍ଚିପାରିବ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।